ओम श्री साईराम। परम ब्रह्म भगवानଙ୍କର ଏହି ସୃଷ୍ଟିରେ ଆଜି ଯାହା ଆମେ ସବୁ ଦେଖୁଛେ ବା ଅନୁଭବ କରୁଛେ ସେ ସମସ୍ତଙ୍କର ମୂଳାଧାର ହେଉଛି ପଞ୍ଚତତ୍ତ୍ୱ। ଆଜି ଆମେ ଏହି ପଞ୍ଚତତ୍ତ୍ୱ କ'ଣ, ଏହା ପୂର୍ବରୁ କ'ଣ ଥିଲା, ଏହାର ସୃଷ୍ଟି କିପରି, ଏହାର ଆମ ଉପରେ କି ପ୍ରକାରର ପ୍ରଭାବ ରହିଛି, ସେ ବିଷୟରେ କିଛି ସମୟ ଚିନ୍ତନ କରିବା। ବିଜ୍ଞାନ ଆମକୁ କହେ ଯେ ଆମର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଦୁଇଟି ତାରକାର ଧକ୍କା ହେବା ଫଳରେ ସଂଗଠିତ ହୋଇଥିଲା, ଯାହାକୁ ଆମେ ବିଗ୍ ବ୍ୟାଙ୍ଗ ବୋଲି କହୁଛେ। ତେବେ ଏହି ଦୁଇ ତାରକାଙ୍କର ଉତ୍ପତ୍ତି ପୁଣି କେଉଁଠୁ ଏବଂ କେବେ ହୋଇଥିଲା? କ'ଣ ଏହା ପୂର୍ବରୁ ମଧ୍ୟ କିଛି ଥିଲା? ବିଜ୍ଞାନ ଏହାର ଉତ୍ତର ଦେବାରେ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ। ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ସମ୍ପ୍ରସାରଣ ବିଷୟରେ ଆମର ବେଦମାନଙ୍କରେ ବର୍ଣ୍ଣିତ ଅଛି। ଆମର ସାଂସ୍କୃତିକ ଏବଂ ଦାର୍ଶନିକ ଶାସ୍ତ୍ର ଅନୁସାରେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ମୂଳ ଅବସ୍ଥା ରୂପରେ ଅର୍ଥାତ୍ ଏଲିମେଣ୍ଟାରୀ ଅବଜେକ୍ଟ ଅବସ୍ଥାରେ ସମ୍ପୂର୍ଣ୍ଣ ଶୂନ୍ୟତାରେ ପରିବ୍ୟାପ୍ତ ଥିଲା। ଆଜିର ବିଜ୍ଞାନ ଅନୁସାରେ ମୂଳ ଅବସ୍ଥା ଅର୍ଥ ଇଲେକ୍ଟ୍ରନ୍, ପ୍ରୋଟନ୍, ନ୍ୟୁଟ୍ରନ୍। ସୃଷ୍ଟିର ପୂର୍ବରୁ ନା କିଛି ସତ୍ ଥିଲା, ନା କିଛି ଅସତ୍, ନା ଥିଲା ଅନ୍ତରିକ୍ଷ, ନା ଥିଲା ଆକାଶ। ଏହି ସମୟରେ ଏହାର ତାପମାତ୍ରା ଶୂନ୍ୟ ଥିଲା। ଡେନ୍ସିଟି ବା ଘନତା ବିଲକୁଲ ନଥିଲା। ସମ୍ପୂର୍ଣ୍ଣ ଅନ୍ଧକାର ଥିଲା। ଏହି ଅବସ୍ଥାକୁ ବ୍ୟକ୍ତ କରିହେବ ନାହିଁ। ଏଥିପାଇଁ ବେଦ ଏହି ସମୟକୁ ଅବ୍ୟକ୍ତ ବୋଲି କହେ। ବ୍ରହ୍ମାଣ୍ଡର ସୃଷ୍ଟିର ବିଶଦ ବିବରଣୀ ଋଗ୍ବେଦର ନାସଦୀୟ ସୂକ୍ତର କିଛି ଶ୍ଲୋକରେ ଉଲ୍ଲେଖ ଅଛି। ଏହି ସମୟରେ ମୂଳ ପଦାର୍ଥର ଗୁଣ ସୁପ୍ତ ଅବସ୍ଥାରେ ଥିଲା। କୌଣସି ଆକର୍ଷଣ ବା ବିକର୍ଷଣ ବଳ ନଥିଲା। କୌଣସି ସମୟ ନଥିଲା। କୌଣସି ଦିଗ ନଥିଲା। ଆଜିର ବିଜ୍ଞାନ ଏହାକୁ ସଂଜ୍ଞା ଦେଇପାରିବ ନାହିଁ। ବୈଦିକ ଜ୍ଞାନ ହିସାବରେ ଈଶ୍ୱର, ଜୀବ ଏବଂ ପ୍ରକୃତିକୁ ଅନାଦି କୁହାଯାଏ। ଈଶ୍ୱରଙ୍କର ଆବିର୍ଭାବ, ଜନ୍ମ, ବୟସ, କାର୍ଯ୍ୟକ୍ଷମତା ବିଷୟ ଜାଣିବା ଛାର ମନୁଷ୍ୟ ପକ୍ଷେ ଅସାଧ୍ୟ ଅଟେ। ଯେତେବେଳେ ଏହି ସଚରାଚର ବିଶ୍ୱ ବ୍ରହ୍ମାଣ୍ଡରେ ସ୍ୱୟଂ ଭଗବାନଙ୍କ ଛଡ଼ା ଆଉ କିଛି ନଥିଲା, ଯେତେବେଳେ ଭଗବାନ କ୍ଷୀର ସାଗରରେ ବାସୁକୀ ସର୍ପ ଉପରେ ଶୟନ ମୁଦ୍ରାରେ ଥିଲେ, ସେତେବେଳେ ସେ ସଂକଳ୍ପ କଲେ ଏକ ଅହମ୍ ବହୁଶ୍ୟାମ ଅର୍ଥାତ୍ ଏକରୁ ଅନେକ ହେବା ପାଇଁ। ଏହି ସଂକଳ୍ପରୁ ଜନ୍ମ ନେଲା ଓମ୍ ଧ୍ୱନି, ଆଦି ଧ୍ୱନି ବା ପ୍ରଣବ ଧ୍ୱନି। ଏହି ଧ୍ୱନି ଧୀରେ ଧୀରେ ସମସ୍ତ ବ୍ରହ୍ମାଣ୍ଡରେ ନିଜକୁ ପରିବ୍ୟାପ୍ତ କରିବାକୁ ଲାଗିଲା। ଏହାକୁ ଅନହଦ୍ ଧ୍ୱନି ମଧ୍ୟ କୁହାଯାଏ। ଅନହଦ୍ ଅର୍ଥ ଯାହା ଆହତ ବା ଧକ୍କାରୁ ସୃଷ୍ଟି ହୁଏ ନାହିଁ, ଯାହା ଚିରନ୍ତନ। ଏହା ଯେତେ ପ୍ରସାରିତ ହେଲା, ଶୂନ୍ୟତା ବା ସ୍ପେସ୍ ଧୀରେ ଧୀରେ ଘନୀଭୂତ ହେବାକୁ ଲାଗିଲା। ଧୀରେ ଧୀରେ ଏହା ସୂକ୍ଷ୍ମ ରଶ୍ମି ଅର୍ଥାତ୍ ଶକ୍ତିର ଉତ୍ପନ୍ନ ହେବାର ପ୍ରାଥମିକ ଅବସ୍ଥାରେ ପହଞ୍ଚିଥିଲା। ଏହି ଓମ୍ ଶକ୍ତିର ପ୍ରଭାବରେ ମୂଳ ପଦାର୍ଥର ସୁପ୍ତ ଗୁଣ ଧୀରେ ଧୀରେ ଜାଗ୍ରତ ହେବାକୁ ଲାଗିଲା। ପ୍ରକୃତିର ଏହି ପରିବର୍ତ୍ତନକୁ ମହତ୍ତତ୍ତ୍ୱ କୁହାଯାଏ। ଏହି ପ୍ରକାର ମହତ୍ତତ୍ତ୍ୱରୁ ମନସ୍ତତ୍ତ୍ୱ, ମନସ୍ତତ୍ତ୍ୱରୁ ସୂକ୍ଷ୍ମତତ୍ତ୍ୱ, ସୂକ୍ଷ୍ମତତ୍ତ୍ୱରୁ ମରୁତ ରଶ୍ମି, ପରେ ଛନ୍ଦ ରଶ୍ମି, ତାପରେ କ୍ୱାର୍କ, ପ୍ରୋଟନ୍, ନ୍ୟୁକ୍ଲିୟସ୍, ଆଟମ୍ ଏବଂ ମଲିକ୍ୟୁଲ୍ସ ବନି ଚାଲେ। ବିଶ୍ୱାସ କରିହୁଏ ନାହିଁ ଏତେ ସୂକ୍ଷ୍ମ ଓମ୍ ଧ୍ୱନି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିର କାରଣ ବୋଲି। ଏକ ସୂକ୍ଷ୍ମ ପ୍ରେରଣା, ଏକ ସୂକ୍ଷ୍ମ ଚିନ୍ତା ଏକ ଶକ୍ତିକୁ ଜନ୍ମ ଦିଏ, କିଛି କାର୍ଯ୍ୟକୁ ଜନ୍ମ ଦିଏ, ପରେ ଏହା ଏକ ମହାନ କାର୍ଯ୍ୟରେ ପରିଣତ ହୁଏ। ବେଦ ଅନୁସାରେ ଏହି ବ୍ରହ୍ମାଣ୍ଡ ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତ ଦ୍ୱାରା ଗଠିତ। ଏହିପରି ଅନେକ ବ୍ରହ୍ମାଣ୍ଡ ଏହି ସୃଷ୍ଟିର ଅଛି, ଯାହାର ନାୟକ ସେହି ଏକ ପରମ ବ୍ରହ୍ମ ଭଗବାନ ଶ୍ରୀ ସତ୍ୟ ସାଇ ବାବା।
ବର୍ତ୍ତମାନ ଆମେ ଚିନ୍ତା କରିବା ଯେ ଏହି ପଞ୍ଚମହାଭୂତ ମାନେ କ'ଣ, ଆମେ କାହାକୁ ପଞ୍ଚମହାଭୂତ ବୋଲି କହିବା। ସେଥିରେ ପ୍ରଥମେ ଆକାଶ, ବାୟୁ, ଅଗ୍ନି, ପୃଥିବୀ ଏବଂ ଜଳକୁ ଆମେ ପଞ୍ଚମହାଭୂତ ବୋଲି କହୁ। ଆକାଶକୁ ବୁଝିବା ପୂର୍ବରୁ ପ୍ରଥମେ ଶୂନ୍ୟତା ବା ସ୍ପେସ୍କୁ ବୁଝିବା ନିହାତି ଜରୁରୀ। ଏବେ କିଛି ସମୟ ପାଇଁ ମୁଁ ତୁମ ସମସ୍ତଙ୍କୁ ସ୍ପେସ୍ ଭ୍ରମଣ କରିବା ପାଇଁ ନେଇକି ଯିବି। ସାଙ୍ଗରେ ଥାଉ। ସାଇରାମ। ବର୍ତ୍ତମାନ ଆମେ ଆଲୋଚନା କରିବା ପ୍ରଥମ ମହାଭୂତ, ଯାହାକି ଆକାଶ ବା ଇଥର ଅର୍ ସ୍ପେସ୍। ସ୍ପେସ୍ ବା ଶୂନ୍ୟତା ଏହା ହିଁ ସେହି ତତ୍ତ୍ୱ ଯାହାକୁ ସୃଷ୍ଟିକର୍ତ୍ତା ସର୍ବପ୍ରଥମେ ତିଆରି କରିଥିଲେ। ଏହାର ଆକାର ଦୀର୍ଘ ବୃତ୍ତାକାର ବା ଏଲିପ୍ଟିକାଲ ସେପ୍। ଏହି ଶୂନ୍ୟତାରେ ବାସ କରୁଥିବା ଧ୍ୱନିକୁ ଆମେ ଓମ୍ ଧ୍ୱନି ରୂପେ ଗ୍ରହଣ କରୁ। ବୈଦିକ ଶାସ୍ତ୍ର ଅନୁସାରେ ଏହି ସ୍ପେସ୍କୁ ବା ଶୂନ୍ୟକୁ ଦ୍ରବ୍ୟକାରକ କୁହାଯାଏ। ଏହାର ଅର୍ଥ ଏହି ଶୂନ୍ୟତା ହିଁ ପ୍ରତ୍ୟେକ ବସ୍ତୁର ବସ୍ତୁତ୍ୱ ପାଇଁ ଦାୟୀ। ଯଦି ସ୍ପେସ୍ ନାହିଁ ତେବେ କୌଣସି ବସ୍ତୁ ନାହିଁ। ଏହି ବିଶ୍ୱ ବ୍ରହ୍ମାଣ୍ଡର ସତ୍ତା ମଧ୍ୟ ନାହିଁ। ବିଜ୍ଞାନ ଅନୁସାରେ ହିଗ୍ସ ଫିଲ୍ଡ ଏବଂ ହିଗ୍ସ ବୋସନ୍ ଥିଓରି ଅନୁସାରେ ବସ୍ତୁର ବସ୍ତୁତ୍ୱ ବିଷୟରେ କଳନା କରିହୁଏ, କିନ୍ତୁ ଏହାର ହଜାର ହଜାର ବର୍ଷ ପୂର୍ବରୁ ଆମର ବୈଦିକ ଗ୍ରନ୍ଥରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଆମେ କିନ୍ତୁ ବେଦ ଜ୍ଞାନକୁ ଛାଡ଼ି ହିଗ୍ସ କନସେପ୍ଟ ଅଧ୍ୟୟନ କରୁଛେ। ଏହି ବ୍ରହ୍ମାଣ୍ଡରେ 68% ଡାର୍କ ଏନର୍ଜି ଅଛି, 27% ଡାର୍କ ମ୍ୟାଟର୍ସ ଏବଂ ଓନ୍ଲି 5% ମ୍ୟାଟର ଯାହାକୁ ଆମେ ଦେଖିପାରୁ ବା ଅନୁଭବ କରିପାରୁ। ଏହାର ଅର୍ଥ 95% ଆମକୁ ଅଗୋଚର। ଏହି 95%ରେ ଦିବ୍ୟତ୍ୱ ବିଦ୍ୟମାନ, ଅର୍ଥାତ୍ ଭଗବାନ ଏଇଠାରେ ହିଁ ବାସ କରନ୍ତି। ଆମେ 5%କୁ ବୁଝିବାକୁ ଅସମର୍ଥ, 95%କୁ କେମିତି ବୁଝିବା? ଆମ ଶରୀରରେ ଯେଉଁ ଚକ୍ରମାନ ରହିଛି ସେଇଥିରୁ ଥ୍ରୋଟ୍ ଚକ୍ର ବା ବିଶୁଦ୍ଧ ଚକ୍ର ଜରିଆରେ ହିଁ ଆମେ ଇଥର ବା ସ୍ପେସ୍କୁ ଜାଣିପାରିବା। ଆମେ କାନ ଜରିଆରେ ସ୍ପେସ୍ର ଧ୍ୱନିକୁ ଶୁଣିପାରିବା ବା ଆମେ ସିକ୍ସ ସେନ୍ସ ଜରିଆରେ ଶୂନ୍ୟତାକୁ ମଧ୍ୟ ଅନୁଭବ କରିପାରିବା। ଏସବୁ ହେଉଛି ଆକାଶ ତତ୍ତ୍ୱର ମହନୀୟତା। ଏହାପରେ ଆମେ ଆଲୋଚନା କରିବା ବାୟୁ ତତ୍ତ୍ୱ ବା ଏୟାର, ପବନ। ପବନ ତତ୍ତ୍ୱକୁ ବୁଝିବା ପାଇଁ ଏହାର ଆକାର, ବୈଦିକ ଶାସ୍ତ୍ର ଅନୁସାରେ ଏହାର ଆକାର ହେଉଛି ଗୋଲ ବା ଚକ୍ରାକାର। ଏହାକୁ ଆମେ ଆମର ସ୍କିନ୍ ବା ଚର୍ମ ମାଧ୍ୟମରେ ଆମେ ଏହାକୁ ଅନୁଭବ କରିପାରିବା। ଏହା ସ୍ପେସ୍ ଠାରୁ ତିଆରି ବା ଶୂନ୍ୟତାରୁ ତିଆରି। ଏଥିପାଇଁ ଶୂନ୍ୟତା ବା ସ୍ପେସ୍ ଯେତେବେଳେ ଘନୀଭୂତ ହେଲା ସେତେବେଳେ ଏୟାର ତିଆରି ହେଲା। ଏହାର ଆକାର କିଛି ଜାଗାରେ ଲେଖା ହେଇଛି ଷଡ଼ଭୁଜ ବା ହେକ୍ସାଗନ୍, ଆଉ କିଛି ଜାଗାରେ ଲେଖା ହେଇଛି ସର୍କଲ। ହାଇଡ୍ରୋଜେନ ବା ଉଦ୍ଜାନ ଗ୍ୟାସ୍, ଯାହାକି 1 ଇଲେକ୍ଟ୍ରନ୍ ବିଶିଷ୍ଟ, ଏହା ହେଉଛି ପ୍ରଥମ ମୌଳିକ ଗ୍ୟାସ୍। ଇଲେକ୍ଟ୍ରନ୍, ପ୍ରୋଟନ୍, ନ୍ୟୁଟ୍ରନ୍ ଏହି ସମସ୍ତ ମୌଳିକ ଅବସ୍ଥା 6ଟି ଡିଫରେଣ୍ଟ କ୍ୱାର୍କ ବା ଲ୍ୟାପ୍ଟନ୍ସର ସଂଯୋଗରେ ଗଠିତ ହୋଇଥାଏ। ଏଥିପାଇଁ ଏହା ହେକ୍ସାଗନ୍ର ଆକାର ନେଇଥାଏ। ଏହାକୁ ମଣିଷ ମଧ୍ୟରେ ଥିବା ହୃଦୟ ଚକ୍ର ବା
ଅନାହତ ଚକ୍ର ମାଧ୍ୟମରେ ଅନୁଭବ କରିହେବ। ବାୟୁ ମହାଭୂତ ପରେ ହେଉଛି ଅଗ୍ନି ମହାଭୂତ। ବାୟୁମଣ୍ଡଳର ବିଭିନ୍ନ ସ୍ତରର ପରସ୍ପର ଘର୍ଷଣ ଫଳରେ ଅଗ୍ନିର ସୃଷ୍ଟି ହୋଇଛି। ଏହି ଅଗ୍ନି ସମସ୍ତ ଶକ୍ତିର ଆଧାର। ବୈଜ୍ଞାନିକଙ୍କ ମତରେ ହାଇଡ୍ରୋଜେନ କଣ୍ଡେନ୍ସଡ ବା ଘନୀଭୂତ ହେଲା ପରେ ନ୍ୟୁକ୍ଲିୟର ଫ୍ୟୁଜନ ହେଲା ଏବଂ ଏହି ପ୍ରକ୍ରିୟାରୁ ଅଗ୍ନି ଓ ଆଲୋକର ଜାତ ହେଲା। ବୈଦିକ ଶାସ୍ତ୍ର ଅନୁସାରେ ଅଗ୍ନିର ଆକାର ତ୍ରିଭୁଜ। ଏହାର ଅର୍ଥ ଏହା ତିନୋଟି ମୌଳିକ ଶକ୍ତିର ସମାହାର। 1. ଗ୍ରାଭିଟି, 2. ଇଲେକ୍ଟ୍ରୋମ୍ୟାଗ୍ନେଟିଜିମ୍, 3. ଷ୍ଟ୍ରଙ୍ଗ ଆଣ୍ଡ ୱିକ୍ ଇଣ୍ଟରାକ୍ସନ୍। ଫାୟାରକୁ ଦେଖିବା ପାଇଁ ଭଗବାନ ଆମକୁ ଆଖି ଇନ୍ଦ୍ରିୟ ମାଧ୍ୟମରେ ବା ଚକ୍ଷୁ ଇନ୍ଦ୍ରିୟ ମାଧ୍ୟମରେ ଆମେ ଫାୟାରକୁ ଦେଖିପାରୁ। ଆମ ମଧ୍ୟରେ ଥିବା ଚକ୍ରମାନଙ୍କ ମଧ୍ୟରେ ମଣିପୁର ଚକ୍ର ବା ନାଭିକେନ୍ଦ୍ର ହେଉଛି ଆମର ଅଗ୍ନିସ୍ଥଳ ଏବଂ ଭଗବାନ ରାମ ଏହାର ପ୍ରତୀକ। ଅଗ୍ନି ପାଖରେ ସମସ୍ତେ ସମାନ। ଯେ ଅଗ୍ନି ମଧ୍ୟ ଦେଇ ଥରେ ଗତି କରିଛି, ସେ ଧନୀ ହେଉ ବା ଗରିବ ହେଉ, ଧଳା ହେଉ ବା କଳା ହେଉ, ଜୀବ ହେଉ ବା ନିର୍ଜୀବ ହେଉ, ସମସ୍ତଙ୍କର ଅବଶେଷ ସମାନ ରହେ। ଏଥିପାଇଁ ଅଗ୍ନି କାହାକୁ ମଧ୍ୟ ପକ୍ଷପାତ କରେ ନାହିଁ। ଆମେ ଏବେ ଅଗ୍ନିତତ୍ତ୍ୱ ବିଷୟରେ ଡିସ୍କସନ୍ କଲେ, ଯାହାର କି ବାୟୁମଣ୍ଡଳର ବିଭିନ୍ନ ସ୍ତର ପରସ୍ପର ଘର୍ଷଣ ଫଳରେ ଅଗ୍ନିର ସୃଷ୍ଟି ହୁଏ ବୋଲି। ତେବେ ଜଳର ଉତ୍ପତ୍ତି କିପରି? ଅବଶ୍ୟ ଆମେ ଏହା ଭାବିପାରିବା ଯେ ଏଥିପାଇଁ ମଧ୍ୟ ଅଗ୍ନିର ଉପସ୍ଥିତି ହିଁ ଦାୟୀ। କିନ୍ତୁ କିପରି? ଆମେ ଜାଣିଛେ ଯେ ବ୍ରହ୍ମାଣ୍ଡରେ ସର୍ବଦା ସମତା ରକ୍ଷା କରାଯାଇଥାଏ, ଅର୍ଥାତ୍ ଇକ୍ୱିଲିବ୍ରିୟମ୍ ରକ୍ଷା କରାଯାଇଥାଏ। ଯେମିତିକି ଆମେ ଘରେ ଏସି ଲଗାଉଛେ, ଘରର ଭିତର ଥଣ୍ଡା ରହେ କିନ୍ତୁ ଘରର ବାହାର ଗରମ ହୋଇଯାଏ। ଠିକ୍ ସେହିପରି ଯେତେବେଳେ ବ୍ରହ୍ମାଣ୍ଡର ଗୋଟିଏ ଜାଗାରେ ବା ବାୟୁମଣ୍ଡଳର ଗୋଟିଏ ଜାଗାରେ ଗରମ ହୋଇ ଅଗ୍ନିଜାତ ହୁଏ, ଠିକ୍ ସେହିପରି ଅପରପକ୍ଷେ ସମତା ରକ୍ଷା କରିବା ନିମନ୍ତେ ଶୀତଳତା ବା ଜଳର ମଧ୍ୟ ସୃଷ୍ଟି ହୁଏ। ଜଳ ହିଁ ଜୀବନ, ଆମେ ପିଲାଦିନୁ ପଢ଼ିଛେ। ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଏବଂ ନିତ୍ୟାନ୍ତ ଆବଶ୍ୟକ। ଏହାର ଯେଉଁ ଆକାର ଇଏ ହେଉଛି ସେମି ସର୍କଲ, ମାନେ ଅର୍ଦ୍ଧବୃତ୍ତାକାର। ଏହାର ଚକ୍ର, ଆମ ମଣିଷମାନ ଭିତରେ ଯେଉଁ ଚକ୍ର ଅଛି, ଯଦି ସେଇ ଚକ୍ରକୁ କନସିଡର କରିବା, ମାନେ ଇଏ ହେଉଛି ସ୍ୱାଧିଷ୍ଠାନ ଚକ୍ର ଏବଂ ଏହାର ମାଲିକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଜଳ ପିଇଲେ ଯେପରି ଆନନ୍ଦ, ସ୍ୱାଦ ଓ ଶାନ୍ତି ଆସେ, ଠିକ୍ ସେହିଭଳି କୃଷ୍ଣ ହେଉଛନ୍ତି ଆନନ୍ଦ ଓ ସ୍ୱାଦ ଏବଂ ଶାନ୍ତିର ପ୍ରତୀକ। ଆମ ଶରୀରର 75ରୁ 80% ଭାଗ ଜଳ ଯୋଗୁଁ ହିଁ ସମ୍ଭବ। ଯେତେବେଳେ ଅଗ୍ନିର ଗତି ନିମ୍ନରୁ ଊର୍ଦ୍ଧ୍ୱକୁ, ସେତେବେଳେ ଜଳର ଗତି ଊର୍ଦ୍ଧ୍ୱରୁ ନିମ୍ନକୁ। ଅଗ୍ନି ବିନାଶ କରେ ଏବଂ ଜଳ ଜୀବନ ସଞ୍ଚାର କରେ। ଏହା ହେଉଛି ଜଳ ମହାଭୂତର କିଛିଟା ଅଂଶ। ଏହାପରେ ହେଉଛି ପୃଥିବୀ ମହାଭୂତ। ଏହି ଚାରି ମହାଭୂତକୁ ଧରି ରଖିବା ପାଇଁ ପୃଥିବୀର ସୃଷ୍ଟି। ଏହା
जेहेतु चारि महाभूत को धरी रखे यार वैदिक आकार होची चतुर्भुज। यार कलर ब्राउन आउ रेड। यह आमर शरीरर मूलाधार चक्र सहित संपर्क स्थापन करे। यार गंध थिबारु आमे याकु नाक द्वारा सुंघी पारू। यह शिक्षा दिए जेपरी पृथ्वी निरंतर काम करुछि आमको मध्य समय अपचय न करी भल काम करवा उचित। माँ जेपरी आमर जत्न नियंती पृथ्वी माता मध्य आमर समस्त मौलिक आवश्यकता पूर्ण करिथांती। एथिपाई आमे पृथ्वी को माँ बोली विवेचना करू। यह होची किछि अंश पृथ्वीर पंचमहाभूत अंशरे। जेतेबेले मार प्रसंग पड़िछि सेतेबेले आम समस्तंकर जगत जननी माँ साई माँ को किपरि भूली पारि। सेथिपाई सेई माँ को उद्देश्य रे सेई माँ को भल पाया पाई एही छोटिया गीतटी। साई माँ प्यारी माँ, साई माँ प्यारी माँ। उंगली पकड़ के चलना सिखलाया, जीना है क्या इसका मतलब बतलाया, दो न जाना कभी तुम। तेरे बिना क्या दिन क्या रातें माँ, तुम आ जाओ ना। तेरे बिना क्या दिन क्या रातें माँ, तुम आ जाओ ना। साई माँ प्यारी माँ, साई माँ प्यारी माँ। दिल की अनोखी सी धड़कन तुम्हां, सांसों में बसती है तू मेरी माँ। नजरों में भी तू है, ख्यालों में तू है, तेरे बिना रह न पाएंगे। नजरों में भी तू है, ख्यालों में तू है, तेरे बिना रह न पाएंगे। साई माँ प्यारी माँ, साई माँ प्यारी जेतेबेले साई माँ आमको पंच महाभूत देइछंती तेबे कौन आमे से पंच महाभूत को पूजा करिवा नहीं, आदर करिवा नहीं, सम्मान करिवा नहीं? निश्चित भावे करिवा। किंतु किपरि करिवा वर्तमान सुनो। आकाशाय विद्महे नभो देवाय धीमहि तन्नो गगनः प्रचोदयात्। ॐ आकाशाय विद्महे
तन्नो गगनः प्रचोदयात्। ॐ आकाशाय विद्महे नभो देवाय धीमहि तन्नो गगनः प्रचोदयात्। ॐ विद्यात्मनाय विद्महे महिस्वरूपाय धीमहि तन्नो वायुः प्रचोदयात्। ॐ विद्यात्मनाय विद्महे महिस्वरूपाय धीमहि तन्नो वायुः प्रचोदयात्। ॐ विद्यात्मनाय विद्महे महिस्वरूपाय धीमहि तन्नो वायुः प्रचोदयात्। ॐ लालीलाय विद्महे वैश्वानराय धीमहि तन्नो अग्निः प्रचोदयात्। ॐ लालीलाय विद्महे वैश्वानराय धीमहि तन्नो अग्निः प्रचोदयात्। ॐ लालीलाय विद्महे वैश्वानराय धीमहि तन्नो अग्निः प्रचोदयात्। ॐ जीवदेवाय विद्महे कन्दर्पकलाय धीमहि तन्नो जलः प्रचोदयात्। ॐ जीवदेवाय विद्महे कन्दर्पकलाय धीमहि तन्नो जलः प्रचोदयात्। ॐ जीवदेवाय विद्महे कन्दर्पकलाय धीमहि तन्नो जलः प्रचोदयात्। ॐ भास्कराय विद्महे महद्युतिकराय धीमहि तन्नो आदित्यः प्रचोदयात्। ॐ भास्कराय विद्महे महद्युतिकराय धीमहि तन्नो आदित्यः प्रचोदयात्। ॐ भास्कराय विद्महे महद्युतिकराय धीमहि तन्नो आदित्यः प्रचोदयात्।